ଜଗତରେ ଯୋଉ ଝିଅ ସ୍ୱାମୀ କଥା ମାନିଛି ତା ଜୀବନରେ ଭୁଲ ନାହିଁ। ସ୍ୱାମୀ କଥା ମାନିଲେନି ବୋଲି ଖାଲି ସତୀ ନୁହଁ, ଆପଣଙ୍କର ତ୍ରେତା ଯୁଗରେ ସୀତା ମଧ୍ୟ ଭୁଲରେ ପଡିଲେ। ଲକ୍ଷ୍ମଣକୁ ଜଗେଇ ଦେଇଛନ୍ତି, ଲକ୍ଷ୍ମଣ ଭାଉଜ ରହିଲା, ମୁଁ ଯାଉଛି। କାହିଁକି ଯାଉଛି? କହିଲା ଧୀରେ ମାୟା ମୃଗକୁ ରାବଣ ପଠେଇଛି, କହିଲା ତୁ ଯା, ମୁଁ ସୀତାଙ୍କୁ ହରଣ କରିବି। ସ୍ୱାମୀ କହୁଛନ୍ତି ଲକ୍ଷ୍ମଣ ଜଗିଥା, ଭାଉଜ ରହିଲା। ସ୍ୱାମୀଙ୍କ କଥା ମାନିଲେନି, ଦିଅର କଥା ମାନିଲେନି, ଗାର ତିନିଟା ପଡିଛି। ତ୍ରାହି ଶବ୍ଦ ଶୁଣି ତମେ ତାଙ୍କୁ ପଠେଇଲ, ମନା କରିବା ସତ୍ତ୍ୱେ ସ୍ୱାମୀଙ୍କ କଥା ମାନିଲନି ବୋଲି ତମେ ଅବସ୍ଥା ପାଇଲ। ନହେଲେ ରାବଣ କାହିଁ ଚୋରି କରି ନେଇଥାନ୍ତେ? ଜୀବନରେ ଯେତେବେଳେ ମଣିଷ ଏ ଭୁଲ କରେ, କାହିଁକି କରେ ନା ଜାନ କି ସେଦିନ ହୁଏତ ସ୍ୱାମୀକୁ ଛାଡିଛନ୍ତି।